हाय एवरीवन ମୁଁ ଟ୍ୱିଙ୍କଲ ନଲେଜ କ୍ୟାଟ୍ ୟୁଟ୍ୟୁବ ଚ୍ୟାନେଲ ତରଫରୁ ଆପଣ ସମସ୍ତଙ୍କୁ ମୋର ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲରେ ଥିବେ। ଆମେ ପୂର୍ବ କ୍ଲାସରେ ଇଣ୍ଡିଆର ଇଣ୍ଟ୍ରୋଡକ୍ସନ ବିଷୟରେ ପଢିଥିଲେ। ଆଜି ଆମେ ମାଉଣ୍ଟେନ ଅଫ ଇଣ୍ଡିଆକୁ ପଢିବା। ଏଥିରେ ଆମେ ଭାରତରେ ଥିବା ସମସ୍ତ ପର୍ବତକୁ କଭର କରିବା। ମୁଁ ଆଶା କରୁଛି ଆପଣମାନଙ୍କ ପାଇଁ ସମସ୍ତଙ୍କ ପାଇଁ ଏହି ଭିଡିଓଟି ବହୁତ ଇମ୍ପୋର୍ଟାଣ୍ଟ ହେଇଥିବାରୁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଧ୍ୟାନର ସହିତ ଦେଖିବେ। ଯଦି ଆପଣମାନେ ନଲେଜ କ୍ୟାଟ୍ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ଯାଇ ନଲେଜ କ୍ୟାଟ୍ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ। ଏବେ ତାହେଲେ ଆମେ ଭିଡିଓ ଉପରକୁ ଯିବା। ମାଉଣ୍ଟେନକୁ ପଢିବା ପୂର୍ବରୁ ପ୍ରଥମେ ଆମେ କିଛି ଟର୍ମ ବିଷୟରେ ଜାଣିବା। ସି ଲେଭେଲ କଣ, ରେଞ୍ଜ କଣ, ମାଉଣ୍ଟେନ କଣ, ପ୍ଲାଟ୍ୟୁ କଣ, ହାଇଲ୍ୟାଣ୍ଡ କଣ, ଏସବୁ ବିଷୟରେ ଆମକୁ ପ୍ରଥମେ କିଛି ଧାରଣା ନେବାକୁ ପଡିବ। ପ୍ରଥମେ ମୁଁ ଏଠି ଗୋଟେ ଚିତ୍ରଟିଏ କରିଛି। ଏ ରେ ଲେଖିଦେଇଛି ସି ଲେଭେଲ। କଣ ନା ଏ ଲେଖିଦେଇଛି ସି ଲେଭେଲ। ଏଠି ଏ ର ଚିତ୍ର ଦେଇଛି। ଏଇଟା ହଉଛି ମୋର ଗୋଟେ ସମୁଦ୍ର ମୁଁ କରିଛି, ଯୋଉଟାକୁ ମୋର ସି ଲେଭେଲ। ତାପରେ ବି ପୋଜିସନ ହଉଛି ମୋର ହିଲ୍। ହିଲ୍ କଣ? ଯେତେବେଳେ ସମୁଦ୍ର ପତନ ଠାରୁ ଉଚ୍ଚତା ଯଦି 350 ରୁ 1500 ମିଟର ଥିବ, ସେଟାକୁ ଆମେ ଗୋଟେ ହିଲ୍ କହିବା। ସେଭଳି କେତେ ଗୁଡିଏ ପାହାଡର ସମାହାର ବା ହିଲ୍ ର ସମାହାରରେ କଣ ଗଠିତ? ଗୋଟେ ହିଲ୍ ରେଞ୍ଜ ଗଠିତ, କିନ୍ତୁ ସେ ସବୁ ସେମ୍ ଏଜ୍ ର ହେଇଥିବା ଦରକାର। ତାହେଲେ ହିଲ୍ ରେଞ୍ଜ ଏଇଠି ମୋର ଯୋଉ ତିନିଟା ମୁଁ କରିଛି ସି ପୋଜିସନ ରେ, ଏଇଠି ମୋର ତିନୋଟି ହିଲ୍ ରେଞ୍ଜ, ଏଟାକୁ କହିବା ଆମେ ହିଲ୍ ରେଞ୍ଜ। ଏହା ପୂର୍ବରୁ ବା ସେମ୍ ଏଜ୍ ରେ ତିଆରି ହେଇଥିବ। ତାପରେ ଏଇଠି ମୋର ଡି ରେ ଯୋଉଠି ଅଛି ସେଟା ହଉଛି ମୋର ମାଉଣ୍ଟେନ। ମାଉଣ୍ଟେନ କଣ ନା, ଯଦି 350 ରୁ 1500 ମିଟର ମଧ୍ୟରେ ଉଚ୍ଚତା ହେଇଥିବ ତାହାକୁ ଆମେ କହିବା ହିଲ୍, କିନ୍ତୁ ତାଠାରୁ ବଡ ହେଇଥିଲେ ଅର୍ଥାତ୍ 1500 ମିଟରରୁ ଅଧିକ ହେଇଥିଲେ ତାହାକୁ ଆମେ ଗୋଟେ କହିବା ମାଉଣ୍ଟେନ। ନେକ୍ସଟ ଅଛି ମୋର ପ୍ଲାଟ୍ୟୁ। ପ୍ଲାଟ୍ୟୁଟା ସବୁବେଳେ କଣ ନା, ଇ ରେ ମୋର ଯୋଉଟା ଅଛି ସେଟା ହଉଛି ପ୍ଲାଟ୍ୟୁ। ପ୍ଲାଟ୍ୟୁଟା ସବୁବେଳେ ତାର ଅପର ପାର୍ଟଟା ଫ୍ଲାଟ ଥିବ। ବୁଝିଲା, ଏଠି ମୋର ଅପର ପାର୍ଟ ଫ୍ଲାଟ ବି ଅଛି। ତ ଏଇଟା ହଉଛି ମୋର ଗୋଟେ ପ୍ଲାଟ୍ୟୁ, ବା ଏହାକୁ ମୁଁ ଟେବୁଲ ଲ୍ୟାଣ୍ଡ ମଧ୍ୟ ମୁଁ କହିପାରିବି। ଜାଣି ହେଲା ତାହେଲେ। ସେଭଳି ହାଇଲ୍ୟାଣ୍ଡ କଣ ନା, ସମୁଦ୍ର ପତନ ଠାରୁ 350 ମିଟର ଉଚ୍ଚତା ମଧ୍ୟରେ ହେଇଥିଲେ ସେଟାକୁ ମୁଁ କହିବି ହାଇଲ୍ୟାଣ୍ଡ। ଏବେ କିଛି କିଛି ଆଇଡିଆ ହେଇଗଲା ମାଉଣ୍ଟେନ ଉପରେ। ତ ଆମେ କଣ ଜାଣିଲେ, ହାଇଲ୍ୟାଣ୍ଡ ହଉଛି 350 ମିଟର ଭିତରେ, 350 ରୁ 1500 ମିଟର ଭିତରେ ହେଇଥିଲେ ଆମେ ତାହାକୁ କହିବା ହିଲ୍। କେତେ ଗୁଡିଏ ହିଲ୍ ର ସମାହାରରେ ତିଆରି ହଉଛି ଗୋଟେ ରେଞ୍ଜ, କିନ୍ତୁ ସେଗୁଡିକ ସେମ୍ ଏଜ୍ ର ହେଇଥିବା ଦରକାର। ଏବଂ 1500 ମିଟରରୁ ଅଧିକ ହେଲେ ତାହାକୁ ଆମେ କହିବା ଗୋଟେ ମାଉଣ୍ଟେନ। ବୁଝିହେଲା ତାହେଲେ କିଛି ଇଣ୍ଟ୍ରୋଡକ୍ସନ। ଏବେ ଆମେ ତାହେଲେ ଟପିକ ଉପରକୁ ଯିବା। ତାହେଲେ ଆଉ ଗୋଟେ ଜିନିଷ ହଉଛି ଓରୋଜେନେସିସ୍। ଓରୋଜେନେସିସ୍ କଣ ଆମେ ଜାଣିବା। ଏଇଟା ହଉଛି ଗୋଟେ ଜିଓଗ୍ରାଫିକାଲ ପ୍ରୋସେସ ଯୋଉଟାରେ କି ମାଉଣ୍ଟେନ ଟା ତିଆରି ହେଇଥାଏ। ତ ଓରୋଜେନେସିସ୍ ହଉଛି କଣ, ଗୋଟେ ଜିଓଗ୍ରାଫିକାଲ ପ୍ରୋସେସ by which mountain are formed. Internal energy of earth applied force on the rock of interior part. ତାହେଲେ ଆମର ଯୋଉ ଆର୍ଥ ର ଇଣ୍ଟେରିୟର ପାର୍ଟ ରହିଲା, ଆର୍ଥ ର ଇଣ୍ଟେରିୟର ପାର୍ଟ ସେ କିଛି ଫୋର୍ସ ଆପ୍ଲାଏ କରେ କୋଉଥିରେ? କାହାକୁ ନା ରକ୍। ରକ୍ କହିଲେ ଶିଳା। ଶିଳା ଉପରେ କିଛି ଫୋର୍ସ ଆପ୍ଲାଏ କରେ। ଇଣ୍ଟେରିୟର ପାର୍ଟ କହିଲେ ଆମର ଯୋଉ ମାଟିର ତଳେ, ମାଟି ତଳେ ଆମର ଯୋଉ ବଡ ବଡ ଶିଳାଖଣ୍ଡ ରହିଛି ଯାହାକୁ ଆମେ ପ୍ଲେଟ କହୁଛେ, ତା ଉପରେ କିଛି ଫୋର୍ସ ଆପ୍ଲାଏ କରେ, ଯାହା ସାହାଯ୍ୟରେ ଆମର ପର୍ବତର ସୃଷ୍ଟି ହୁଏ। ତ ସେ ଯୋଉ ଫୋର୍ସ ଟା ଆପ୍ଲାଏ କରେ ସେଟା ହଉଛି ଟୁ ଟାଇପ୍ସ ର। ଗୋଟେ ହଉଛି କଣ, କମ୍ପ୍ରେସନାଲ ଫୋର୍ସ, ଆଉ ଗୋଟେ ହଉଛି କଣ, ଟେନ୍ସନାଲ ଫୋର୍ସ। ଏହାକୁ ଆପଣ ମାନେ ମଧ୍ୟ ମନେ ରଖିବେ। କମ୍ପ୍ରେସନାଲ ଫୋର୍ସ କାହାକୁ କହିବା ନା, ଯୋଉଟାରେ କି ଫଲ୍ଟ ମାଉଣ୍ଟେନ କ୍ରିଏଟ ହବ। ଫଲ୍ଟ ମାଉଣ୍ଟେନ ପୁଣି କେମିତି କ୍ରିଏଟ ହବ? ସେମାନେ କନଭରଜେଣ୍ଟ ପ୍ଲେଟ ଗୁଡାକ କନଭରଜେଣ୍ଟ ରେ କୋଲାଇଡ ହେବେ। କୋଲାଇଡ ହବାର ଅର୍ଥ ପ୍ଲେଟ ଦିଟା ପରସ୍ପର ମଧ୍ୟରେ ବାଡେଇ ହେବେ। ଯେତେବେଳେ ଦିଟା ପ୍ଲେଟ ର ଦିଗଟା ସମାନ ରହିବ ସେଟାକୁ ଆମେ କହିବା କଣ, କନଭରଜେଣ୍ଟ, ଯୋଉଥିରେ ତିଆରି ହଉଛି ଆମର ଫଲ୍ଟ ମାଉଣ୍ଟେନ। ସେଭଳି ଭାବରେ ଟେନ୍ସନାଲ ଫୋର୍ସ ଯେତେବେଳେ ଆମର ଆର୍ଥ ଆପ୍ଲାଏ କରିବ ସେତେବେଳେ ଆମର ପ୍ଲେଟ ଡାଇଭରଜେଣ୍ଟ ହବ, ଅର୍ଥାତ୍ ପରସ୍ପର ବିପରୀତ ଆଡକୁ ପ୍ଲେଟ ଦିଟା ଗତି କରିବେ। ମାନେ ଗୋଟେ ପ୍ଲେଟ ଅପୋଜିଟ ଡିରେକ୍ସନରେ ଗତି କରିବେ। ଗୋଟେ ଆଡେ ଧର ପୂର୍ବକୁ ଗତି କଲା ବେଳେ ଆଉ ଗୋଟେ ପଶ୍ଚିମକୁ ଗତି କରିବ। ତ ଯେତେବେଳେ ଗତି କରିବ ତା ମଧ୍ୟରେ କଣ ହବ, କିଛି ଫାଙ୍କା ସ୍ଥାନ କ୍ରିଏଟ ହବ। ତ ଯୋଉଠି ଫାଙ୍କା ସ୍ଥାନ ହେଇଗଲା ତା ସାଇଡ ରେ ଦିଟା ପର୍ବତ ହେଇଗଲା। ତ ହେଇଗୁରା ଆମର ତିଆରି ହଉଛି କଣ, ବ୍ଲକ୍ ମାଉଣ୍ଟେନ। ତ ଆମେ ଏବେ ଜାଣିଲେ ଫଲ୍ଟ ମାଉଣ୍ଟେନ କଣ, ବ୍ଲକ୍ ମାଉଣ୍ଟେନ କଣ। ଆମ ଭାରତରେ କିନ୍ତୁ ତିନି ପ୍ରକାର ମାଉଣ୍ଟେନ ଦେଖାଯାଇଥାଏ। ଗୋଟେ ହଉଛି କଣ, ଫୋଲ୍ଡ ମାଉଣ୍ଟେନ, ଆଉ ଗୋଟେ ହଉଛି ଆମର ବ୍ଲକ୍ ମାଉଣ୍ଟେନ,
ଆଉ ଗୋଟେ ହଉଛି ରେସିଡୁଆଲ ମାଉଣ୍ଟେନ। ତ ଫୋଲ୍ଡ ମାଉଣ୍ଟେନ କଥା ଆମେ ଜାଣିଲେ, ବ୍ଲକ୍ ମାଉଣ୍ଟେନ କଥା ଜାଣିଲେ, ସେଇଭଳି ଯଦି ହାଇଟ୍ ଟା ଡିକ୍ଲାଇନ୍ ହେଇଯିବ ତାହେଲେ ହେଟାକୁ ଆମେ କଣ କହିବା ନା ରେସିଡୁଆଲ ମାଉଣ୍ଟେନ। ତ ଆମ ଭାରତରେ ଏଇ 3 ଟାଇପ୍ସ ର ମାଉଣ୍ଟେନ ଦେଖାଯାଇଥାଏ। ତାହେଲେ ଆମେ ବିଷୟ ଭିତରକୁ ଯିବା। ପ୍ରଥମେ ଆମେ ଦେଖିବା ହିମାଳୟ ମାଉଣ୍ଟେନ କଥା। ହିମାଳୟ ମାଉଣ୍ଟେନ ଆମର କୋଉଠି ଦେଖାଯାଏ ନା ଭାରତର ଉତ୍ତରରେ, ନର୍ଥ ଇଣ୍ଡିଆରେ ବା ଭାରତର ଉତ୍ତରରେ ଦେଖାଯାଇଥାଏ, ଯୋଉଟା ଆମର ଜାମ୍ମୁ କାଶ୍ମୀର ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବିସ୍ତୃତ ଭାବରେ ଲମ୍ବିଛି, ଯାହାର ଲେନ୍ଥ ହଉଛି ଆପ୍ରୋକ୍ସିମେଟ ଲେନ୍ଥ ହଉଛି 2500 କିଲୋମିଟର। ଏହା ହଉଛି ଗୋଟେ ୟଙ୍ଗ ଫୋଲ୍ଡ ମାଉଣ୍ଟେନ। ଏହାକୁ ୟଙ୍ଗ ଫୋଲ୍ଡ ମାଉଣ୍ଟେନ କହିବାର କାରଣ କଣ ନା ଧୀରେ ଧୀରେ ୟାର ଉଚ୍ଚତା ଟା ବୃଦ୍ଧି ଘଟୁଛି। ଫୋଲ୍ଡ ମାଉଣ୍ଟେନ କଣ ପାଇଁ ଫୋଲ୍ଡ ମାଉଣ୍ଟେନ କାହାକୁ କୁହନ୍ତି ମଧ୍ୟ ଆପଣ ମାନଙ୍କୁ ବୁଝାଇଲି, ଯେତେବେଳେ ଆର୍ଥ କିଛି ଫୋର୍ସ ଆପ୍ଲାଏ କରେ କାହା ଉପରେ ନା ଇଣ୍ଟେରିୟର ଫୋର୍ସ ପକାଏ ଦିଟା ପ୍ଲେଟ ଉପରେ, ତ ପରସ୍ପର କୋଲାଇଡ ହବା ଦ୍ଵାରା ସେ କଣ ହୁଏ, ଯୋଉ ପର୍ବତଟା ସୃଷ୍ଟି ହୁଏ ସେଟାକୁ ଆମେ ଫୋଲ୍ଡ ମାଉଣ୍ଟେନ କହୁଥିଲେ। ତ ଆମର ହିମାଳୟଟା ସୃଷ୍ଟି ହେଇଛି କେମିତି ନା ଯୋଉ ପ୍ଲେଟ ଦିଟା ତାର ନାଁ ହଉଛି, ଗୋଟେ ହଉଛି ଇଣ୍ଡିଆନ ପ୍ଲେଟ ଆଉ ଗୋଟେ ହଉଛି ୟୁରେସିଆନ ପ୍ଲେଟ। ତ ଇଣ୍ଡିଆନ ପ୍ଲେଟ ଏବଂ ୟୁରେସିଆନ ପ୍ଲେଟ ମଧ୍ୟରେ କୋଲାଇଡ ହବା ଦ୍ଵାରା ବା ପରସ୍ପର ବାଡେଇ ହବା ଦ୍ଵାରା ଆମର ସୃଷ୍ଟି ହେଇଛି ହିମାଳୟ ମାଉଣ୍ଟେନ। ଆମର ହିମାଳୟ ପର୍ବତରୁ କଣ କଣ ରିଭର ବାହାରିଛି ନା ଇଣ୍ଡସ୍, ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ଏଇ ସବୁ ରିଭର ଆମର ହିମାଳୟ ମାଉଣ୍ଟେନ ରୁ ବାହାରିଛି। ତ ୱାର୍ଲଡ ର ସବୁଠାରୁ ହାଇଏଷ୍ଟ ମାଉଣ୍ଟେନ ପିକ୍ ର ନାଁ ହଉଛି ଏଭରେଷ୍ଟ। ଏହାକୁ ଆପଣ ମାନେ ମନେ ରଖିବେ, ମାଉଣ୍ଟେନ ପିକ୍ କହିଲେ ଉଚ୍ଚତମ ଶୃଙ୍ଗ, ବୁଝିଲା, ଉଚ୍ଚତମ ପର୍ବତ ଶୃଙ୍ଗ। ସବୁଠାରୁ ବଡ ପର୍ବତ ଶୃଙ୍ଗ ଆମର ଏଭରେଷ୍ଟ ଅବସ୍ଥିତ, ଯୋଉଟା ଆମର ନେପାଳରେ ଅଛି, ଯାହାର ଉଚ୍ଚତା ହଉଛି 8848 ମିଟର। ଏହାକୁ ନେପାଳରେ କଣ କହନ୍ତି, ସାଗର ମଥା। ମନେ ରଖିବେ ଏହାକୁ। ଆପଣ ମାନଙ୍କ ପାଇଁ ଏଇଟା ଗୋଟେ ଏକ୍ସାମ ପଏଣ୍ଟ, ଏକ୍ସାମ ରେ ବାର କ୍ୱେଶ୍ଚିନ୍ ମଧ୍ୟ ଆସେ। ତ ଯୋଉ ଏଭରେଷ୍ଟ ଶୃଙ୍ଗ ରହିଲା ନେପାଳରେ ତାର ନାଁ ହଉଛି କଣ, ସାଗର ମଥା। ସେମିତି ଚାଇନାରେ, ଚାଇନିଜ ଭାଷାରେ ଏହାକୁ କଣ କହନ୍ତି ନା ଚମୋଲୁଙ୍ଗମା, ବୁଝିଲା। ଚୋମୋଲୁଙ୍ଗମା ହଉଛି ଚାଇନିଜ ଭାଷାରେ, ନେପାଳରେ କୁହନ୍ତି ସାଗର ମଥା, ଇଣ୍ଡିଆରେ କୁହନ୍ତି ମାଉଣ୍ଟ ଏଭରେଷ୍ଟ। ଆଉ ଗୋଟେ କଣ, ହିମାଳୟ ଫର୍ମ ଟେଥିସ୍ ଜିଓସିନକ୍ଲାଇନ। ତ ହିମାଳୟ ଆମର ଟେଥିସ୍ ଜିଓସିନକ୍ଲାଇନ ତିଆରି କରୁଛି। ଏବେ ଆମେ ଦେଖିବା ହିମାଳୟର ଡିଭିଜନ କଥା। ହିମାଳୟକୁ 3ଟି ପାର୍ଟରେ ଡିଭାଇଡ କରାହେଇଛି। ଗୋଟେ ହଉଛି ଆମର କଣ, ଗ୍ରେଟର ହିମାଳୟ, ଆଉ ଗୋଟେ ହଉଛି ଲେସର ହିମାଳୟ, ଆଉ ଗୋଟେ ହଉଛି ଆଉଟର ହିମାଳୟ। ଗ୍ରେଟର ହିମାଳୟକୁ ଆମେ କହିବା ହିମାଦ୍ରି, ସେଇଭଳି ଲେସର ହିମାଳୟର ନାଁ ହଉଛି ହିମାଚଳ, ଆଉ ଗୋଟେ ହଉଛି ଆଉଟର ହିମାଳୟ ଯାହାର ନାଁ ହଉଛି ଶିୱାଲିକ। ପ୍ରଥମେ ଆମେ ପଢିବା ଗ୍ରେଟର ହିମାଳୟ କଥା। ଗ୍ରେଟର ହିମାଳୟ ହଉଛି ହିମାଳୟର ସବୁଠୁ ମେଜର ପାର୍ଟ, ସବୁଠୁ ବଡ ପାର୍ଟ ହଉଛି ଆମର ଗ୍ରେଟର ହିମାଳୟ। ଉଚ୍ଚ ପାର୍ଟ, ସବୁଠୁ ହାଇଏଷ୍ଟ ପାର୍ଟ ହଉଛି ମଧ୍ୟ ଗ୍ରେଟର ହିମାଳୟ, ଯୋଉଥିରେ ଆମର ମାଉଣ୍ଟ ଏଭରେଷ୍ଟ ମଧ୍ୟ ଦେଖାଯାଇଥାଏ। ଏହା ଗ୍ରାନାଇଟ ଏବଂ ଗ୍ନାଇସ୍ ରକ୍ ଦ୍ୱାରା ତିଆରି ହେଇଛି। ପରମାନେଣ୍ଟଲି କଭର୍ଡ ୱିଥ୍ ସ୍ନୋ ଆଣ୍ଡ ଗ୍ଲାସିୟର, ଏହା ସ୍ନୋ ଏବଂ ଗ୍ଲାସିୟରରେ ମଧ୍ୟ କଭର ହେଇକି ରହୁଛି। ଏଥିରୁ ଗଙ୍ଗୋତ୍ରୀ, ଯମୁନୋତ୍ରୀ ଏବଂ ଜେମୁ ଗ୍ଲାସିୟର ଅରିଜିନେଟ ହେଇଛି। ଗଙ୍ଗା, ଯମୁନା, ଇଣ୍ଡସ୍ ରିଭର ମଧ୍ୟ ଆମର ଗ୍ରେଟର ହିମାଳୟରୁ ବାହାରିଛି। ଏହାକୁ ଆପଣ ମାନେ ମନେ ରଖିବେ। ତାହେଲେ ଗ୍ରେଟର ହିମାଳୟ ହଉଛି ସବୁଠାରୁ ହାଇଏଷ୍ଟ ଏବଂ ମେଜର ପାର୍ଟ, ଯୋଉଥିରେ କି ମାଉଣ୍ଟ ଏଭରେଷ୍ଟ ଲୋକେଟେଡ। ତା ସହିତ ଏଟା ଗ୍ରାନାଇଟ ଏବଂ ଗ୍ନାଇସ୍ ରକ୍ ରେ ତିଆରି ହେଇଛି, ସବୁବେଳେ ସ୍ନୋ ଏବଂ ଗ୍ଲାସିୟର ଦ୍ୱାରା କଭର ହେଇକି ଥାଏ। ଗଙ୍ଗୋତ୍ରୀ, ଯମୁନୋତ୍ରୀ ଏବଂ ଜେମୁ ଗ୍ଲାସିୟର ଏଥିରୁ ଅରିଜିନେଟ ହେଇଛି ଏବଂ ମେଜର ରିଭର ହଉଛି ଗଙ୍ଗା, ଯମୁନା ଏବଂ ଇଣ୍ଡସ୍। ଦେଖିବା କଣ କଣ ପିକ୍ ସବୁ ଅଛି ଗ୍ରେଟର ହିମାଳୟରେ। ପ୍ରଥମେ ଆମେ ଦେଖିବା ଅରୁଣାଚଳ ପ୍ରଦେଶ। ଅରୁଣାଚଳ ପ୍ରଦେଶରେ ରହିଛି ନାମଚା ବରୁଆ, ଏହାକୁ ମନେ ରଖିବେ। ସିକିମରେ ରହିଛି କାଞ୍ଚନଜଙ୍ଗା, ନେପାଳରେ ମାକାଲୁ, ଏଭରେଷ୍ଟ, ମାନ୍ସାଲୁ, ଧଉଳଗିରି ଏବଂ ଅନ୍ନପୂର୍ଣ୍ଣା। ସେଭଳି ଭାବରେ ଉତ୍ତରାଖଣ୍ଡରେ ରହିଛି ନନ୍ଦା ଦେବୀ, ବଦ୍ରୀନାଥ ଏବଂ କେଦାରନାଥ। ପାକିସ୍ତାନରେ ରହିଛି ଆମର ନଙ୍ଗା ପର୍ବତ। ତ ଏସବୁ ଗ୍ରେଟର ହିମାଳୟର ଅଣ୍ଡରରେ ଯାଉଛି। ତାପରେ ଆମେ ନେକ୍ସଟ ପଢିବା କଣ ନା ମିଡିଲ ହିମାଳୟ କଥା। ମିଡିଲ ହିମାଳୟର ନା କଣ ନା ହିମାଚଳ ହିମାଳୟ ବା ଏହାକୁ ମଧ୍ୟ ଲେସର ହିମାଳୟ କହନ୍ତି, ଯୋଉଟା ଆମର ଗ୍ରେଟର ହିମାଳୟର ସାଉଥ ବା ତଳକୁ, ଗ୍ରେଟର ହିମାଳୟର ତଳକୁ ବା ସାଉଥକୁ ଆମର କଣ ଅବସ୍ଥିତ, ମିଡିଲ ହିମାଳୟଟା ଅବସ୍ଥିତ। କିଛି ଇମ୍ପୋର୍ଟାଣ୍ଟ ରେଞ୍ଜେସ୍ କଥା ଆମେ ଦେଖିବା। ଗୋଟେ ହଉଛି ପୀରପାଞ୍ଜଲ, ଯୋଉଟା ଆମର ଜାମ୍ମୁ କାଶ୍ମୀରରୁ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ବିସ୍ତୃତ ହେଇକି ରହିଛି। ଆଉ ଗୋଟେ ହଉଛି ଧୌଳଧର ରେଞ୍ଜ, ଯୋଉଟା ଆମର ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ରହିଛି।
तापर अच्छी आमर मसूरी नाक्टिबा लालटिबा जोटा आमर रही उत्तराखंड रे आ गोटे हूँ महाभारत रेंज जहाँ आमर रही नेपाल ठारे एवं एथिरे कौन कौन भ्यालीज अच्छी देखिबा एतिकी थिला आमर रेंज कथा तापर भ्याली कौन कौन रही प्रथम अच्छी आमर काश्मीर जोटा आमर जोठी आमर करेवा सॉइल देखा जायथे जोटा आमर सैफरन प्रोडक्शन पई फेमस मध्य तापर आसिला कुल्लू वैली कोठे अवस्थित ना मनाली रे अवस्थित जहाँ आमर हिमाचल प्रदेश रे रही तापर आसिला पार्वती पार्वती रे आमर अछि कासाल हिल स्टेशन जहाँ आमर हिमाचल प्रदेश रे रही तापर अछि काठमांडू वैली जहाँ आमर नेपाल रे मध्य रही ए सब जो वैलीज गुड़ाक एगुड़ाक होछि आमर कोन लेसर हिमालय अंतर्भुक्त जाऊँगी ताहले कौन कौन काश्मीर भैली कुल्लू भैली पार्वती भैली आ गोटे हूँ काठमांडू हिमाचल प्रदेश रे आमर रहिला कुल्लू एवं पार्वती आ जोटा करेवा सॉइल सैफरन प्रोडक्शन पई काश्मीर आमर फेमस आ गोटे हूँ काठमांडू जोटा हूँ नेपाल रे अवस्थित एतिकी थिला आमर भैलीज कथा नेक्स्ट हम देखिमा आउटर हिमालय बा शिवालिक रेंज कथा तो शिवालिक रेंज टा आमर मिडिल हिमालय रो साउथ रे अवस्थित एटारा राइज ऑफ रिवर सेडिमेंट तो रिवर सेडिमेंट रे एटा तयारी होछि नेम एहार नेम होछि आउटर हिमालय एहाकु यंगर हिमालय मध्ये कहंती कोठे हमर देखा जाए ना जम्मू काश्मीर और अरुणाचल प्रदेश मध्ये एरा देखा जाय थाए आ एटा गोटे इंपोर्टेंट पॉइंट आपण माने मध्ये मन रखिबे शिवालिक रेंज जो रहिला हेडा हमर ट्रांजिशन जोन बिटवीन प्लेन्स एवं माउंटेन प्लेन एवं माउंटेन मध्यरे गोटे ट्रांजिशन जोन भाबरे काम करथाय हमर हाईएस्ट पीक होछि इंडिया रो कांचनजंगा एहाको मध्ये मन रखिबे एबे हमें देखिबा ट्रांस हिमालय कथा North of the Greater Himalaya, mainly in Ladakh and Tibet, is also called as Tibetan Himalaya. तो ट्रांस हिमालय को मध्य तिब्बतान हिमालय कहती एटा कोठे अवस्थित ना जो हमर ग्रेटर हिमालय रहिला ग्रेटर हिमालय रो नॉर्थ पटे हमर रहिला ट्रांस हिमालय जोटा हमर लद्दाख रु तिब्बत मध्य अवस्थित एथिरे कौन कौन आसी प्रथम अच्छी काराकोरम रेंज कथा काराकोरम रेंज रे हमर सियाचिन ग्लेशियर रही आ गोटे हिस्पर ग्लेशियर रही आ गोटे बियफो ग्लेशियर मध्य रही एहाक आपण माने मन रखिबे ट्रांस हिमालय रो काराकोरम रेंज जो रहिला हेडी सियाचिन ग्लेशियर अछि हिस्पर ग्लेशियर अछि बियफो ग्लेशियर अछि ता सहित केटो पीक बा गडविन ऑस्टिन अछि जोडा हमर वर्ल्ड रो सेकंड हाईएस्ट पीक मध्य जोड़ा जार उच्चता हूँ 8611 मीटर आमे पढ़िबा लद्दाख रेंज कथा लद्दाख रेंज हमर काराकोरम रेंज रो साउथ रे रही तो आम पढ़िथिले काराकोरम रेंज ट्रांस हिमालय रे काराकोरम रेंज फास्ट आसला तार साउथ रे रहला हमर लद्दाख रेंज एक्सटेंशन टू कैलाश माउंटेन यह कैलाश माउंटेन पर्यंत विस्तृत लाभ करिछि तापर आसला हमर जास्कर रेंज जहाँ हमर कोठे देखा जाए ना हिमाचल प्रदेश उत्तराखंड एवं जम्मू काश्मीर आ गोटे इंपोर्टेंट पॉइंट आपण माने मन रखिबे ट्रांस हिमालय सेपरेट फ्रॉम हिमालय बाय इंडो टी सैंपो शटर जोन या को आपण माने मन रखिबे हम पढ़िथिले जो हिमालय पढ़िले प्रथमे तीन भाग डिवाइड करा जायतिला हमर ग्रेटर हिमालय लेसर हिमालय आउटर हिमालय से बड़े ट्रांस हिमालय कथा पढ़ले तीनटा रेंज मध्य पढ़ले काराकोरम रेंज लद्दाख रेंज जस्कर रेंज तो ए सब हिमालय एवं ट्रांस हिमालय रहिला एहाको के सेपरेट करछि ना इंडो टी सैंपो आपण माने एहाको मन रखिबे इंडो टी सैंपो शटर जोन जहाँ ए दुईटी हिमालय एवं ट्रांस हिमालय को सेपरेट करछि एबे आसिला हमर रीजनल डिवीजन रे आमे देखिबा रिवर बेसिस रे हमर हिमालय को चारि भाग रे विभक्त करा जायछि प्रथम आमे पंजाब हिमालय कथा पढिबा जहाँ हमर इंडस एवं सतलेज रिवर मध्य रे से भली कुमाई हिमालय सतलेज एवं काली नदी मध्य रे नेपाल हिमालय काली एवं तिस्ता नदी मध्य रे आसाम हिमालय तिस्ता एवं दिहांग नदी मध्य रे अवस्थित तो साइज बेसिस रे देखिले सबुठारो बड़ हमर हबो करना नेपाल हिमालय ताठारो टिके सान हबो आमर आसाम हिमालय ताठारो सान हबो आमर पंजाब हिमालय एवं सबुठारो सान हबो आमर कुमाई हिमालय तो सबुठारो बड़ हेला आमर कोन नेपाल हिमालय एवं सबुठारो सान हेला आमर कुमाई हिमालय याको मध्ये मन रखिबे नेक्स्ट आमे देखिबा पूर्वांचल हिमालय कथा पूर्वांचल हिमालय को नॉर्थ ईस्ट हिमालय मध्ये कहंती अरुणाचल प्रदेश रे डाफला मिर्ची आवर मिस्मी एवं
पटकाई हिल रही से नागालैंड रो नागा पर्वत, मणिपुर रो मणिपुर हिल, मिजोराम रो मिजो और लोसाई हिल, मेघालय रो गारो खासी एवं जैंतिया हिल ये सब आमर पूर्वांचल हिमालय रो गोटे गोटे हिल। नेक्स्ट आम गोटे जिनस इम्पोर्टाट पॉइंट मन रखा आम माइसोर राम कथा जानी जोटा आमर अधिक वृष्टिपात होता है। कौन पे वृष्टिपात हमार कारण कौन ताले जो गारो खासी एवं जैंतिया हिल तीनटा जाक मिसुची तीनटा जाक मिसिला परे यह गोटे फनेल शेप दोची फनेल शेप देले ये कौन करची ना जोटा कि अधिक मनसून होची कोठे हमारा माइसोराम अवस्थित ना खासी हिल रे अवस्थित। मेघालय हिल इज नॉट ए पार्ट ऑफ हिमालय तो मेघालय हिल जो रहिला एटा हिमालय गोटे पार्ट नुह एटा होची पेनिनसुलार प्लाट्यू रो गोटे पार्ट। तो पेनिनसुलार प्लाट्यू विषय भी आमे परे पढ़िबा। आ गोटे पॉइंट मन रखिबे मालदा गैप कौन करची ना सेपरेट द मेघालय प्लेट्यू एंड इंडियन पेनिनसुलार प्लेट्यू। तो मेघालय प्लेट्यू एवं इंडियन पेनिनसुलार प्लेट्यू को के डिवाइड करची ना सेपरेट करची मालदा गैप एहाको मध्ये आपण माने मन रखिबे। से भली आसाम रे रहिला बरेल मिकिर एवं चाचर, त्रिपुरा रे रहिला जम्पू हिल ए सब होची हमर पूर्वांचल हिमालय रो गोटे गोटे हिल। तापर आमे गोटे वर्ड पढ़िथिले पेनिनसुलार इंडिया रो अंडर रे प्रथमे आमे पढ़िबा आरावली माउंटेन कथा। आरावली माउंटेन होची सबुठार गोटे ओल्डेस्ट फाउंडिंग माउंटेन ऑफ वर्ल्ड एहा को आपण माने मन रखिबे। आरावली होची वर्ल्ड रो सबुठार ओल्डेस्ट फोल्डिंग माउंटेन जोड़ा आमर गुजरात रू स्टार्ट है राजस्थान हरियाणा एवं दिल्ली पर्यंत विस्तृत होकर रही। गुरु शिखर हूँ राजस्थान गुरु शिखर जो हिल देखा जाए एटा हूँ राजस्थान में देखा जाए जहाँ हूँ आमर हाईएस्ट पीक आरावली हाईएस्ट पीक रो ना हूँ गुरु शिखर जहाँ आमर राजस्थान में अवस्थित 1722 मीटर हूँ यार उच्चता। दिल्ली रे आरावली को कौन कहती ना रायसेना याको मध्य आपण माने मन रखिबे। तो आरावली माउंटेन आमर पेनिनसुलार इंडिया रो गोटे पार्ट। आरावली माउंटेन होची वर्ल्ड रो सबुठार ओल्डेस्ट फोल्डिंग माउंटेन जहाँ आमर गुजरात रू आरंभ होई राजस्थान हरियाणा एवं दिल्ली पर्यंत विस्तृत लाभ करिछि। राजस्थान रे देखा जाउछि आरावली रो सबुठार हाईएस्ट पीक जहार ना होछि गुरु शिखर। दिल्ली रे आरावली को रायसेना बोली कहा जाए। आरावली रो वेस्ट रे आमर थर्ड डिजर्ट रही जोटा आमर सबुठार अधिक पॉपुलेशन थिबा डिजर्ट। तो थर्ड डिजर्ट रे जेते डिजर्ट अछि सबुठार अधिक लोक माने बसवास करंती। तापर आमे विंध्याचल कथा देखिबा एहा मध्य पेनिनसुलार इंडिया रो गोटे पार्ट एहा हमर सेंट्रल इंडिया रे देखा जाय थे। एहा वाटर डिवाइडर मध्य कहंती कारण कोन एहा एहार उत्तर रे रहउची गंगा एवं दक्षिण रे रहउची नर्मदा रिवर। एहा को ब्लैक माउंटेन मध्य कहंती को रिवर रे थिरु ओरिजिनेट हेछि ना चंबल केन बेटवा एवं माही ए सब नदी ताहाले हमर विंध्याचल रो ओरिजिनेट हेछि। गुजरात मध्य प्रदेश उत्तर प्रदेश छत्तीसगढ़ एवं बिहार मध्य रे एहा रहिछि। तापर आमे पढ़िबा सातपुरा रेंज कथा। सातपुरा रेंज आमर विंध्याचल रो साउथ रे देखा जाय थाए। नॉर्थ रे आमर रहिला नर्मदा रिवर साउथ रे रहइबो ताप्ती रिवर। एहार किछि हिल कथा आमे देखिबा। प्रथम अछि राजपीपला जोड़ा आमर गुजरात रे रहिछि। आ महादेव जोड़ा रही मध्य प्रदेश रे। मैकाल आमर रही मध्य प्रदेश छत्तीसगढ़ बॉर्डर रे। आ गोटे रहिला जो महादेव रहिला हेदरे आमर पंचमाड़ी हिल स्टेशन देखा जाय थे। आ सबुठार हाईएस्ट पीक सातपुरा रेंज रो होची धूपगढ़ एहाको मध्ये आपण माने मन रखिबे। तो सातपुरा रेंज रो इंपोर्टेंट जिंस हैला एडा आमर विंध्याचल रो साउथ रे अवस्थित जोडार नॉर्थ रे रहिला नर्मदा रिवर साउथ रे रहिला ताप्ती रिवर। कौन कौन आमर हिल रहिला ना राजपीपला महादेव एवं मैकाल। राजपीपला रहिला गुजरात रे महादेव रहिला मध्य प्रदेश रे जोठे आमर पंचमाड़ी हिल स्टेशन मध्य रहिछि। तापरे मैकाल रहिला मध्य प्रदेश एवं छत्तीसगढ़ रो बॉर्डर रे। नेक्स्ट आमे देखिबा वेस्टर्न घाट। ईस्टर्न घाट परे आमे देखिबा वेस्टर्न घाट। वेस्टर्न घाट होछि गोटे ब्लैक माउंटेन एहा हमर गुजरात रू स्टार्ट हे तमिलनाडु रे एंड हेछि जहार लॉन्ग होछि 1600 मीटर। इंडिया रो हाईएस्ट बायोडायवर्सिटी एठा देखा जाय थे कारण एथिरे हाईएस्ट रेनफॉल हुए। तो रेनफॉल जोटा अधिक सेथिरे घंच जंगल देखा जाय। घंच जंगल देखा जिबारो बा एवरग्रीन फॉरेस्ट देखा जिबारो एठे कोन हाईएस्ट बायोडायवर्सिटी मध्ये देखा जाय थे।
ଏଇ ଯୋଉ ଏଭରଗ୍ରୀନ ଫରେଷ୍ଟ ଏହାକୁ କଣ କହନ୍ତି ନା ସୋଲା ଫରେଷ୍ଟ ମଧ୍ୟ କହନ୍ତି। ଏହାର ଅନ୍ୟ ନାମ ହଉଛି ସହ୍ୟାଦ୍ରୀ। ଆପଣ ମାନେ ଏହାକୁ ମନେ ରଖିବେ, ବହୁତ ଇମ୍ପୋର୍ଟାଣ୍ଟ। ୱେଷ୍ଟର୍ଣ୍ଣ ଘାଟର ଅନ୍ୟ ନାମ କଣ ନା ସହ୍ୟାଦ୍ରୀ। ତ ୱେଷ୍ଟର୍ଣ୍ଣ ଘାଟରେ କଣ ପିକ୍ ରହିଛି ନା ଆନାଇମୁଡି ରହିଛି, ଯୋଉଟା ଆମର କେରଳରେ ଅବସ୍ଥିତ। 2695 କିଲୋମିଟର ଏଟା ହଉଛି ହାଇଏଷ୍ଟ ପିକ୍। ସେମିତି ମାନେ ୱେଷ୍ଟର୍ଣ୍ଣ ଘାଟର ହାଇଏଷ୍ଟ ପିକ୍ ର ନାଁ ହଉଛି ଆନାଇମୁଡି। ତାପରେ ଆସିଲା ବ୍ରହ୍ମଗିରି ଏବଂ କୁଡ୍ରେମୁଖ, ଯୋଉଟା ଆମର କର୍ଣ୍ଣାଟକରେ ରହିଛି। ମହାବଳେଶ୍ୱର ଏବଂ ତ୍ରିମ୍ବକେଶ୍ୱର, ଯୋଉଟା ଆମର ମହାରାଷ୍ଟ୍ର ରହିଛି। ଏଇଥିରେ ଯୋଉ ସିଫ୍ଟିଂ କଲ୍ଟିଭେସନ କରାହୁଏ ତାର ନାଁ ହଉଛି କୁମାରୀ। ଏହାକୁ ମଧ୍ୟ ଆପଣ ମାନେ ମନେ ରଖିବେ। ତ ୱେଷ୍ଟର୍ଣ୍ଣ ଘାଟରେ କରାଯାଉଥିବା ସିଫ୍ଟିଂ କଲ୍ଟିଭେସନ ର ନାଁ ହଉଛି କୁମାରୀ। ତ ଆଉ କଣ ହାଇଏଷ୍ଟ ପିକ୍ ହଉଛି ଆମର ଆନାଇମୁଡି, ଯୋଉଟା ଆମର କେରଳରେ ରହିଛି। ନେକ୍ସଟ ଆମେ ଦେଖିବା ଇଷ୍ଟର୍ଣ୍ଣ ଘାଟ କଥା। ଇଷ୍ଟର୍ଣ୍ଣ ଘାଟ ହଉଛି ଗୋଟେ ଫୋଲ୍ଡିଂ ମାଉଣ୍ଟେନ, ଯାହା ଆମର ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ। ଲେନ୍ଥ ହଉଛି 1400 କିଲୋମିଟର। ଓଡିଶାରେ କଣ ଦେଖାଯାଉଛି ହିଲ୍ ନା ବଡମା, ଆଉ ଗୋଟେ ହଉଛି ଗଡଜାତ। ଆନ୍ଧ୍ରପ୍ରଦେଶର ନଗରୀ, ନାଳମାଳ, ଭେଲିକୋଣ୍ଡା ଏବଂ ପାଲକୋଣ୍ଡା। ତାମିଲନାଡୁରେ ଜୱାଡି, ସେଭରାଇ, ପାଲିନି ଏବଂ ସିରୁମାଲାଇ। ହାଇଏଷ୍ଟ ପିକ୍ ହଉଛି କଣ ଜିନ୍ଧଗଡ଼, ଯୋଉଟା ଆମର ଆନ୍ଧ୍ରପ୍ରଦେଶରେ ଦେଖାଯାଏ। ଏହାର ଉଚ୍ଚତା ହଉଛି 1690 ମିଟର। ନୀଳଗିରି ମାଉଣ୍ଟେନ ଆମର ଇଷ୍ଟର୍ଣ୍ଣ ଘାଟ ଏବଂ ୱେଷ୍ଟର୍ଣ୍ଣ ଘାଟର ଜଂସନରେ ଦେଖାଯାଇଥାଏ, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ। କୋଉ ଷ୍ଟେଟ ନା କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ। ଏଥିରେ ଟୋଲ ଏବଂ ପାଦିଆନ୍ ଟ୍ରାଇବ ର ଲୋକମାନେ ବାସ କରନ୍ତି। ହିଲ ଷ୍ଟେସନ ଯୋଉ ରହିଛି ତାର ନାଁ ହଉଛି ଓଟି ବା ଉଡକମ ଆଣ୍ଡ ଆଲାମ। ଏହା ଆମର ଯୋଉ ହିଲ ଷ୍ଟେସନ ଅଛି ତାମିଲନାଡୁରେ ଅବସ୍ଥିତ। ହାଇଏଷ୍ଟ ପିକ୍ ର ନାଁ ହଉଛି ଡୋଡାବେଟା, ଯାହାର ଉଚ୍ଚତା ହଉଛି 2637 ମିଟର। ନୀଳଗିରି ପରେ ଆମେ ଦେଖିବା ଆନାମଲାଇ। ଆନାମଲାଇ ହଉଛି ନୀଳଗିରିର ସାଉଥରେ ଅବସ୍ଥିତ। ଏହା ମଧ୍ୟ ୱେଷ୍ଟର୍ଣ୍ଣ ଘାଟର ଗୋଟେ ପାର୍ଟ। ହାଇଏଷ୍ଟ ପିକ୍ ର ନାଁ ହଉଛି ଆନାଇମୁଡି। ଏହାକୁ ମଧ୍ୟ ଏଲିଫାଣ୍ଟ ମାଉଣ୍ଟେନ କୁହାଯାଇଥାଏ। ନେକ୍ସଟ ଆମେ ପଢିବା କାଡାମମ ହିଲ୍ କଥା। କାଡାମମ ହିଲ୍ ଆମର ଆନାମଲାଇର ସାଉଥରେ ଅବସ୍ଥିତ, ଯାହା ଆମର କେରଳରେ ଦେଖାଯାଏ। କାଡାମମ ରବର ଏବଂ ସ୍ପାଇସ୍ ପାଇଁ ଏଟା ଫେମସ ଅଟେ। ଶତ୍ରୁଞ୍ଜୟ ହିଲ୍, ଆଉ ଗୋଟେ ରହିଲା ମଣ୍ଡାୟୁ ହିଲ୍, ଆଉ ଗୋଟେ ରହିଲା ଗିର୍ ହିଲ୍। ଏଇ ତିନିଟା ଯାକ ଆମର ଗୁଜରାଟରେ ଅବସ୍ଥିତ। ଇରାମାଳ ଡଲଫିନ ନଗରୀ, ଏହା ଆମର ଆନ୍ଧ୍ରପ୍ରଦେଶରେ ରହିଛି। ସେଭଳି ଝାଡଖଣ୍ଡରେ ଅଛି ଆମର ପର୍ଶନାଥ ହିଲ୍, କର୍ଣ୍ଣାଟକରେ ଅଛି ଆମର ନନ୍ଦୀ ହିଲ୍। ତାପରେ ଆଉ କିଛି ହିଲ୍ କୁ ମନେ ରଖିବା। ମହାରାଷ୍ଟ୍ରରେ ଅଛି ଅଜନ୍ତା, ହରିଶ୍ଚନ୍ଦ୍ର, ବାଲଘାଟ ଏବଂ ସାତମାଳା। ତାମିଲନାଡୁରେ ରହିଛି ଆମର କୁମ୍ବୁମ। ଆନ୍ଧ୍ରପ୍ରଦେଶରେ ରହିଛି ଆରାକୁ ଭ୍ୟାଲି। ଲଦାଖରେ ରହିଛି ମର୍ଖା ଭ୍ୟାଲି। ହିମାଚଳ ପ୍ରଦେଶରେ ରହିଛି ପିନ୍ ଭ୍ୟାଲି। ସେଭଳି କେରଳରେ ରହିଛି ସାଇଲେଣ୍ଟ ଭ୍ୟାଲି। ଏତିକିକୁ ଆପଣ ମାନେ ମନେ ରଖିବେ। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ମୋର ଏହି ଛୋଟ ଭିଡିଓଟି ନିହାତି ଭାବରେ ଭଲ ଲାଗିଥିବ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ, ସାଙ୍ଗମାନଙ୍କ ସହିତ ସେୟାର କରିବା ପାଇଁ ମଧ୍ୟ ଭୁଲିବେ ନାହିଁ। ଯଦି ଆପଣମାନେ ଏତେବେଳ ପର୍ଯ୍ୟନ୍ତ ନଲେଜ ଗାଇଡ୍ ୟୁଟ୍ୟୁବ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ତାହେଲେ ଏବେ ଯାଇ ସବସ୍କ୍ରାଇବ କରନ୍ତୁ। ବେଲ୍ ଆଇକନରେ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଫର ୟୋର ଲଭ୍, ସପୋର୍ଟ ଆଣ୍ଡ ଭ୍ୟାଲୁଏବଲ୍ ଟାଇମ୍। ଥ୍ୟାଙ୍କ ୟୁ ଟୁ ଅଲ୍।